ପିତାଙ୍କର ମୃତ୍ୟୁ ପରେ ସନ୍ତାନଙ୍କ ମଧ୍ୟରେ କେମିତି ଜମି ଭାଗ କରାଯିବ ଏ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଡିଟେଲ୍ସ ଜଣାଇବି। ପରିବାରରେ ଯେତେବେଳେ ପିତାଙ୍କର ମୃତ୍ୟୁ ହୁଏ ସେତେବେଳେ ଜମିଜମା ଭାଗକୁ ନେଇ ଅନେକ ସାରା ସମସ୍ୟାରେ ମଧ୍ୟ ସନ୍ତାନମାନେ ପଡ଼ିଥାନ୍ତି। ଯେତେବେଳେ ଜମିଜମା ଭାଗ କରାଯାଏ ସନ୍ତାନମାନେ ସେଇ ଭାଗକୁ ନେଇ ସନ୍ତୁଷ୍ଟ ହୋଇନଥାନ୍ତି। ଗୋଟିଏ ପୁଅର ମନକୁ ପାଇଲେ ତ ଆଉ ଗୋଟିଏ ପୁଅର ମନକୁ ପାଉନି, ଭାଗ ଠିକ୍ ଭାବରେ ହେଇପାରୁନି, କାହାର ମନ କାହା ସହିତ ମିଶୁନାହିଁ। ଏଇଭଳି ସମସ୍ୟାରେ ଯଦି ଆପଣମାନେ ପଡ଼ିଛନ୍ତି, ସହଜରେ କେମିତି ଆପଣମାନଙ୍କର ପୈତୃକ ସମ୍ପତ୍ତି ଭାଗ କରିପାରିବେ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି ଯେ ପିତାଙ୍କର ମୃତ୍ୟୁ ପରେ ପୁଅମାନଙ୍କ ମଧ୍ୟରେ ଜମି କେମିତି ଭାଗ ହେବ। ଏହା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ କ'ଣ ସବୁ ନିୟମ ଏବଂ ପଦକ୍ଷେପ ରହିଛି। ଯଦି ଆପଣମାନଙ୍କ ଭାଇମାନେ ରାଜି ହେଉନଥିବେ ବା କୌଣସି ଗଣ୍ଡଗୋଳ ସୃଷ୍ଟି କରୁଥିବେ ତାହେଲେ ଆପଣମାନଙ୍କର ଜମି କେମିତି ଭାଗ ହେଇପାରିବ। ତାପରେ ଯଦି ଆପଣଙ୍କ ଭଉଣୀମାନେ ଭାଗ ମାଗନ୍ତି ସେ କ୍ଷେତ୍ରରେ କେମିତି ଆପଣମାନଙ୍କର ଜମି ଭାଗ ହେବ। ତାପରେ ଯଦି ଭଉଣୀମାନେ ଭାଗ ନେବେ ତାହେଲେ ପିତାଙ୍କ ସମ୍ପତ୍ତିରେ କେତେ ଅଂଶ ପାଇପାରିବେ। ତାପରେ ଯଦି ଝିଅ ଭାଗ ପାଏ ପୁଅ ଠାରୁ କମ୍ ନା ବେଶୀ ପାଇବ। ଏ ସବୁ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମା ବି ଭୁଲିବେନି, କାରଣ ଏଇଭଳି ଲେଟେଷ୍ଟ ଅପଡ଼େଟ୍ ଗୁଡ଼ିକ ଆପଣ ଏହି ଚ୍ୟାନେଲ ମାଧ୍ୟମରୁ ହିଁ ଡେଲି ପାଇପାରିବେ। ଦେଖନ୍ତୁ, ଓଡ଼ିଶାରେ ଆପଣମାନଙ୍କର ଜମିବାଡ଼ି ଉତ୍ତରାଧିକାରୀ ନିୟମ ଏବଂ ପରିବାର ମଧ୍ୟରେ ବଣ୍ଟନ ପ୍ରକ୍ରିୟା ମୁଖ୍ୟତଃ ହିନ୍ଦୁ ସକ୍ସେସନ୍ ଆକ୍ଟ 1956 ଏବଂ 2005 ସଂଶୋଧନ ଉପରେ ଆଧାରିତ। ଏହି ନିୟମ ଆଧାରରେ ଆପଣମାନଙ୍କର ଜମି ଜମା ଭାଗ କରାଯାଇଥାଏ। ତ ଆପଣମାନେ ଏହି ନିୟମ ବିଷୟରେ ଭଲ ଭାବରେ ବୁଝିଗଲେ, ଜାଣିଗଲେ ଆପଣମାନଙ୍କର କୌଣସି ଅସୁବିଧା ହେବ ନାହିଁ। ଆପଣମାନେ ବାରମ୍ବାର କୌଣସି ଅଫିସକୁ ଦୌଡ଼ିବା ପାଇଁ ପଡ଼ିବନି। ଅନେକ ସମୟ ଧରି ଆପଣମାନଙ୍କର ଏହି ଜମି ଜମା ବିବାଦ ଲାଗି ରହିବନି। ଆପଣ ବହୁତ ସାରା ଟେନସନରୁ ଆପଣ ମୁକ୍ତ ହେଇପାରିବେ। ସେଥିପାଇଁ ଧ୍ୟାନ ସେ ଆପଣମାନେ ଭିଡ଼ିଓଟିକୁ ଦେଖନ୍ତୁ, ଶେଷ ପର୍ଯ୍ୟନ୍ତ ସବୁ କିଛି ଆପଣ ବୁଝିପାରିବେ। ପିତାଙ୍କ ମୃତ୍ୟୁ ପରେ ଆପଣମାନେ କେମିତି ଜମି ଭାଗ କରିବେ, ଏଇଟା ଆପଣମାନଙ୍କର ବଡ଼ ପ୍ରଶ୍ନ ରହିଛି। ଆଉ ଆପଣମାନେ ସହଜରେ କେମିତି ଭାଗ କରିପାରିବେ। ଦେଖନ୍ତୁ, ପିତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱ ଅର୍ଜିତ ସମ୍ପତ୍ତି ବା ପୈତୃକ ସମ୍ପତ୍ତିରେ ତାଙ୍କର ଯେତିକି ଅଂଶ ଥାଏ ତାହା ତାଙ୍କର ବା ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯାଏ। ଦେଖନ୍ତୁ, ପିତାଙ୍କର ଯେଉଁ ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀ କହିବାକୁ ଗଲେ ତାଙ୍କର ପୁଅ ଝିଅ, ସେମାନଙ୍କୁ ସମାନ ଭାବରେ ତାଙ୍କର ଯେତିକି ବି ପ୍ରପର୍ଟି ରହିଛି ବଣ୍ଟନ କରାଯାଏ। ଉଦାହରଣ ସ୍ୱରୂପ ତାଙ୍କ ପିତାଙ୍କର ସମ୍ପତ୍ତି 2 ଏକର ରହିଛି, ତାଙ୍କର ସମ୍ପତ୍ତି 2 ଏକର ରହିଛି, ମିଶି 4 ଏକର ହେଲା। ଏଇ 4 ଏକର ଯେତିକି ବି ତାଙ୍କର ସନ୍ତାନ ରହିଛନ୍ତି, ପୁଅ ଝିଅ ରହିଛନ୍ତି, ସମସ୍ତଙ୍କୁ ସମାନ ଭାବରେ ବଣ୍ଟନ କରାଯିବ। ବଣ୍ଟନ କଲେ ଯଦି 4 ସନ୍ତାନ ରହିଛନ୍ତି, 1 ଏକର ନାଖା ଜମି ଭାଗ ପଡ଼ିବ, ସେ ଝିଅ ହଉ କି ପୁଅ ହଉ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ମା ଜୀବିତ ରହିଛନ୍ତି ତାଙ୍କର ମଧ୍ୟ ସମାନ ଭାଗ ରହିଛି। ଜମିବାଡ଼ି ଭାଗକୁ ନେଇ ଓଡ଼ିଶା ସରକାରଙ୍କ ତରଫରୁ କ'ଣ ନିୟମ ରହିଛି। ଦେଖନ୍ତୁ, ଓଡ଼ିଶାରେ ଜମି ବଣ୍ଟନ ପାଇଁ 2ଟି ମୁଖ୍ୟ ଉପାୟ ଅଛି। 1 ନମ୍ବରରେ ଆପୋଷ ସମାଧାନ, ଯେଉଁଟାକି ଆପଣମାନଙ୍କର ମ୍ୟୁଚୁଆଲ ପାର୍ଟିସନ୍ ବ୍ୟବସ୍ଥା ରହିଛି। ସମସ୍ତ ଭାଇ ଭଉଣୀ ରାଜି ହୋଇ ତହସିଲଦାରଙ୍କ ପାଖରେ ପାର୍ଟିସନ୍ କେସ୍ ଦାୟର କରିପାରିବେ। ଏହା ସବୁଠାରୁ ଶସ୍ତା ଏବଂ ସହଜ ଉପାୟ। ଦେଖନ୍ତୁ, ପରିବାରର ଯେଉଁ ସମସ୍ତ ସଦସ୍ୟ ରହିଛନ୍ତି ସମସ୍ତେ ମିଳିମିଶିକି ଆପୋଷ ସମାଧାନ କରିନେବେ ଆଉ କେମିତି କ'ଣ ଜମିବାଡ଼ି ଭାଗ କରାଯିବ। ତ ସେହି ଅନୁସାରେ ଆପଣମାନେ ମଧ୍ୟ ଜମି ବଣ୍ଟନ କରିପାରିବେ ଆପୋଷ ସମାଧାନ ମାଧ୍ୟମରେ। ସେଥିପାଇଁ ଆପଣମାନେ ତହସିଲ ଅଫିସକୁ ପଳେଇଯିବେ।
तहसिल ऑफिस रे जो माने भेंडर रहिचंती सेमान को कहिबे पार्टीशन केस आमे दायर करिया पे चाहूचु से माने लिखि देबे लिखि देला परे आपण तहसीलदार पाखरे डिपोजिट कर देबे तापरे देखिबे आपण मानकर किछि दिन मध्य रे आपस समाधान माध्यम रे जमी जमा बंटन ठीक भाव रे हेइ जिवो आ कोनोसी असुविधा मध्य हेबो नाही तहसीलदार तदारक मध्य रे आपण मानकर हेबो तापरे आपण मानकर पार्टीशन डीड देखंतु एक स्टाम्प पेपर रे भाग बंटा लेखा जाई एहाकू सब रेजिस्टर ऑफिस रे रेजिस्ट्री करा जाए एहा परे तहसील रे म्यूटेशन करा जाई निज निज नाम रे पृथक पट्टा करा जाए देखंतु आ गोटे केस रे कौन हुए ना जदि भाई माने राजी हुअंतिनी गंडगोल करंती से क्षेत्र रे आपण माने केमिति जमी बाड़ी भाग करिवे एटा भी आपण मानकर गोटे बड़ प्रश्न भी रहिछि एहा पई मध्य उपाय रहिछि जदि आपस भावे भाग होई पारु नाही तेबे आपण मानक पाखरे मध्य आ गोटे विकल्प रहिछि आईनगत भावरे से विकल्पटी कौन आसंतु तापरे नजर पकेइबा आपण मानकू पार्टीशन शॉर्ट करिया पई पड़िबो अर्थात बंटन मकदमा आपण सिविल कोर्ट रे एक मकदमा दायर करि पारिबे कोर्ट प्रमाण एवं नियम अनुसार जमी को समान भाग करने आदेश दब 2 नंबर रे लीगल नोटिस आपण माने पठेई पारिबे प्रथमे जणे उकिलंक जरिया रे जो भाई राजी हेउ नाही सेई भाई को निकट को एक लीगल नोटिस पठांतु अधिकांश समय रे कौन हुए ना नोटिस पाइबा परे कोर्ट कचेरी भयरे समस्यार समाधान हो जाए तो सेतिपई आपण माने ए प्रक्रिया मध्य अवलंबन करि पारिबे आउ गोटे पदक्षेप आपण मानकर कमिशन फॉर पार्टीशन कोर्ट जणे अमीन नियुक्ति करिवो जे जमी को मापी सरकारी नियम रे भाग करिवे तो एटा भी आपण मानकर गोटे पदक्षेप रहिछि एई अनुसार भी आपण माने जाई परिबे तापरे जदी भौणी माने भाग मागंती से क्षेत्र रे आपण माने कोन करिवे देखंतु गोटे नियम रहिछि हिंदू सक्सेशन एमेंडमेंट एक्ट 2005 अनुसार झियो मानकर बापांक संपत्ति रे पुओ मानक भली समान अधिकार रहिछि भौणी विवाहित हुअन्तु बा अविवाहित हुअन्तु सेमाने भाग मागी पारिबे देखंतु सबुठारु गुरुत्वपूर्ण कथा हला परिवार रो जो सदस्य माने रहिचंती जो सदस्य भाग नबा पई चाहू नांती से पुओ हो किंबा झियो हो क्षेत्र रे आपण माने रिनिल क्विसमेंट डीड बा नो ऑब्जेक्शन सर्टिफिकेट आनी पारिबे सेमानक पाखरु अर्थात एनओसी सेमानक पाखरु आनिबे जो माने संपत्ति रु भाग नबा पई चाहू नांती से पुओ हो किंबा झियो हो एनओसी आनिले आपण मानक पई भलो रहिबो भाग हेई गला परे परवर्ती समय रे आपण मानकर कोनोसी असुविधा हेबो नाही किंबा जो माने नो ऑब्जेक्शन सर्टिफिकेट देइथिबे से माने आउ क्लेम करि पारिबे नाही।